फास्टैग नियम रे बड़ परिवर्तन न मानिले देवाक पड़ो 2 गुण टोल। नवेम्बर 15 तारिख केंद्र सरकार टोल टैक्स पेमेंट संबंधी नियम रे एक बड़ परिवर्तन लागू करिसेंती। सरकार दाबी करिसेंती जे एही नूतन नियम केवल राजपथ ट्राफिक को ह्रास करिबो नाही बरम डिजिटल पेमेंट को प्रोत्साहित करी टोल व्यवस्था को अधिक स्वच्छ एवं द्रुत करिबो। जदि जने ड्राइवर फास्टैग लेन रे एंट्री करंती किंतु तांकर फास्टैग स्कान करिबारे विफल हुअंती किंबा सेमानंको गाड़ी रे फास्टैग नाही तेबे सेमानंको पूर्व परि एक फ्लैट फी नियाजिबो नाही बरम देय पद्धति उपरे निर्भर करी भिन्न भिन्न शुल्क देवाको पड़िबो। यूपीआई किंबा अन्य कौनसी डिजिटल माध्यम रे देय करंती तेबे सेमानंको केवल 1.25 गुण टोल आदाय कराजिबो। अनेक ड्राइवरंको फास्टैग प्रायतः यांत्रिक त्रुटि एक्सपायरी होइजिबा किंबा पढ़िबारे समस्या जोगु स्कान करिबारे विफल हुए। सरकार कहिसेंती जे डिजिटल पेमेंट को प्रोत्साहित करिबा द्वारा टोल प्लाज्मा रे लंबा धाड़ी ह्रास पाइबो। नगद सरकार ह्रास करिबा द्वारा मानविक त्रुटि मध्य ह्रास पाइबो एवं डिजिटल इंडिया मिशन को मजबूत करिबो। परवर्ती खबर प्रकाश पाइला ओटीईटी 2025 रेजल्ट सेप्टेम्बर 27 तारिख रे होइथिबा परीक्षा रेजल्ट शनिवार प्रकाश पाइछि। एही स्वतंत्र ओटीईटी परीक्षा रे 66.5% परीक्षार्थी पास करिसेंती। उभय पेपर 1 और पेपर 2 रे 25,403 जन शिक्षक शिक्षयित्री ओटीईटी पई नाम पंजीकृत करथिले। तेबे पेपर 1 रे 12,988 जन कृतकार्य करिथिबा बेले पास हार 47.17% रहिछि। सेहिपरि पेपर 2 रे 35,165 जन कृतकार्य होइछंती जहार पास हार 78.35% रहिछि। मोट 48,153 जन कार्यकृत होई बीएसई पक्षर सूचना दिया जाइछि। तेबे भवनर उद्घाटन आउ चिरी फोपाड़ी पारिबेनी कागज। आसंता 28 तारिख रे प्रधानमंत्री नरेंद्र मोदी नुआ संसद भवन को उद्घाटन करिबा जाउछंती। उद्घाटन को नेई देशर 19टी दल विरोध करुछंती। सूचना मुताबक उद्घाटन दिन जारी हेबो नुआ कॉइन। बाचस्पतिଙ୍କ पोडियम को आगो ठारू उंच करा जाइछि एवं ताहार चारि पाख अवरोध करा जाइछि फଳରେ विरोधी दल आग परि बाचस्पतिଙ୍କ टेबुल निकट को जाई परिबे नाही एवं तांको ऊपर को कागज चिरी फोपाड़ी परिबे नाही। तांको कहिबा मुताबक प्रधानमंत्रीଙ୍କ द्वारा अनुष्ठान हेबाकू जाउथिबा एहा नुआ संसद भवन नूतन धरण इतिहास सृष्टि करिबो। ଏହା ବ୍ୟତୀତ 140 କୋଟି ଭାରତବାସୀଙ୍କ ଆତ୍ମସମ୍ମାନ ଓ ଆଗାମୀ ଭବିଷ୍ୟତର ନୂଆ ଆଲୋକଙ୍କ ଏକ ପ୍ରତୀକ ଅଟେ। ପରବର୍ତ୍ତୀ ଖବର ସବୁ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ। ଟି20 ରେ କଲେ ଏମିତି କାମ ଏବେ ବିଶ୍ୱ କ୍ରିକେଟର ଏକମାତ୍ର ଖେଳାଳି। କାତାରର ଦୋହାରେ ଚାଲିଥିବା ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛି। ଟିମ୍ ଇଣ୍ଡିଆ ୟୁଏଇ ବିପକ୍ଷରେ 148 ରନରେ ବିଜୟୀ ହୋଇ ଅଭିଯାନ ଆରମ୍ଭ। ପରବର୍ତ୍ତୀ ଖବର ଚାଷୀଙ୍କ ପାଇଁ ଆସିଲେ ଖୁସି ଖବର। 21ତମ କିସ୍ତି ପାଇଁ ଅପେକ୍ଷା ଶେଷ ନଭେମ୍ବର 19 ତାରିଖରେ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ନଭେମ୍ବର 19 ତାରିଖରେ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ 2,000 ଟଙ୍କା ସ୍ଥାନାନ୍ତର କରାଯିବ। ଏହି ସୂଚନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଆକାଉଣ୍ଟରେ ପ୍ରଦାନ କରାଯାଇଥିଲା। କାରଣ ସରକାର ଏହା ଘୋଷଣା କରିଛନ୍ତି। ତଥାପି କିସ୍ତି ସ୍ଥାନାନ୍ତର ବିଷୟରେ ସୂଚନା ପ୍ରଦାନ କରିବା ସହିତ ସରକାର ଆଉ ଏକ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି। ଏହି ସୂଚନା ପଞ୍ଜୀକରଣ ସହିତ ଜଡ଼ିତ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ 21ତମ କିସ୍ତି ଉପରେ ବଡ଼ ଅପଡେଟ୍। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ସରକାରୀ ଏକ୍ସ ହ୍ୟାଣ୍ଡେଲରେ 21ତମ କିସ୍ତି କେବେ ଜାରି ହେବ ସେ ବିଷୟରେ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କିଷାନ 21ତମ କିସ୍ତି ସ୍ଥାନାନ୍ତର ତାରିଖ 19 ନଭେମ୍ବର 2025। ପରବର୍ତ୍ତୀ ଖବର ଏମାନେ ବି ଅଷ୍ଟମ ବେତନରେ ହେବେ ସାମିଲ। ମୋଦିଙ୍କ ପାଖରେ ସରକାରୀ କର୍ମଚାରୀଙ୍କ ବଡ଼ ଦାବି। ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରିପୋର୍ଟ ଆଧାରରେ କର୍ମଚାରୀଙ୍କ ଦରମା ଭତ୍ତା ଏବଂ ପେନସନ ସମୀକ୍ଷା କରାଯାଏ ଏବଂ ଦେଶର ବର୍ତ୍ତମାନର ଆର୍ଥିକ ପରିସ୍ଥିତି ସହିତ ତୁଳନା କରାଯାଏ। ଏହି ସମୟରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ପରିସରକୁ ବିସ୍ତାର କରି ଗ୍ରାମୀଣ ଡାକ ସେବକ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ବଢ଼ୁଛି। ଯେଉଁମାନେ ବର୍ତ୍ତମାନ କେନ୍ଦ୍ରୀୟ ବେତନ ଗଠନରୁ ବାଦ ପଡ଼ିଛନ୍ତି ପ୍ରାୟ 2.75 ଲକ୍ଷ ଗ୍ରାମୀଣ ଡାକ ସେବକଙ୍କୁ ଅଷ୍ଟମ ବେତନ କମିଶନରେ ପରିସର ମଧ୍ୟରେ ଅନ୍ତର୍ଭୁକ୍ତ କରିବା ପାଇଁ ଜୋରଦାର ଦାବି ହେଉଛି। ସାଂସଦ ଅମ୍ବିକାଜି ଲକ୍ଷ୍ମୀନାରାୟଣ ବାଲ୍ମୀକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କମିଶନର ପରିସର ମଧ୍ୟରେ ଜିଡିଏସ୍ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ
ଲେଖିଥିବା ଚିଠିରେ ସାଂସଦ କହିଛନ୍ତି ଯେ ସରକାର ସମୟରେ ଜିଡିଏସ୍ କର୍ମଚାରୀଙ୍କ ଦରମା ଏବଂ ସେବା ସର୍ତ୍ତାବଳୀ ସମୀକ୍ଷା କରିବା ପାଇଁ ଅବସରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ କମିଟି ଗଠନ କରନ୍ତି। ପରବର୍ତ୍ତୀ ଖବର, ଦେଶକୁ ମାଡ଼ି ଆସୁଛି ମହାବିପତ୍ତି, ହିନ୍ଦୁକୁଶ ହିମାଳୟ ପାଇଁ 16 ଦେଶକୁ ଚେତାବନୀ। ହିନ୍ଦୁକୁଶ ହିମାଳୟ ଏହାର ପ୍ରମୁଖ କାରଣ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଭାରତ ସମେତ 16ଟି ଦେଶର ଅର୍ଥ ବ୍ୟବସ୍ଥା ଓ ଶକ୍ତି ପ୍ରଣାଳୀ ଉପରେ ଭୟଙ୍କର ପ୍ରଭାବ ପଡ଼ିପାରେ। ହିନ୍ଦୁକୁଶ ଏବଂ ହିମାଳୟରୁ ବାହାରୁଥିବା ପାଣି ଯୋଗୁଁ 119 କୋଟି ଲୋକମାନଙ୍କୁ ପିଇବା ପାଇଁ ପାଣି ମିଳିଥାଏ। ଏହା ବ୍ୟତୀତ ଚାଷ କାମ ପାଇଁ ମଧ୍ୟ ଜଳ ବ୍ୟବହୃତ ହୋଇଥାଏ। ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଗ୍ଲାସିୟର ତରଳିବାକୁ ଲାଗୁଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ନଦୀମାନଙ୍କରେ ଦିନକୁ ଦିନ ଜଳସ୍ତର ହ୍ରାସ ପାଇବାକୁ ଲାଗିଛି। ବୈଜ୍ଞାନିକମାନେ କହୁଛନ୍ତି ଯଥା ମାନବ ସମାଜ ଯଦି କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ବ୍ୟବହାରକୁ ନିୟନ୍ତ୍ରଣ ନ କରେ ତେବେ ପିଇବା ପାଇଁ ପାଣିର ସମସ୍ୟା ଦେଖାଯାଇପାରେ। କାରଣ ମଣିଷ ଜଳ ବିନା ବଞ୍ଚିବା ଅସାଧ୍ୟ ହୋଇଥାଏ। ତେବେ ଭାରତ ସମେତ 16 ଦେଶ ଜଳରୁ ମିଳୁଥିବା ଆର୍ଥିକ ବ୍ୟବସ୍ଥା ଏବଂ ତହିଁରୁ ପାଉଥିବା ଶକ୍ତି ନିମନ୍ତେ ଉଚ୍ଚ ଧରଣର ଢାଞ୍ଚା ପ୍ରସ୍ତୁତ କରିବା ଦରକାର। ନଦୀ ତାଲିକାରେ ଭାରତର ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ସାମିଲ ରହିଛି। ପରବର୍ତ୍ତୀ ଖବର, ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ବାଟ ଖୋଲିଲା, ବିଜ୍ଞପ୍ତି ଜାରି କଲା କେନ୍ଦ୍ର। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଡିଜିଟାଲ ଡାଟା ପ୍ରୋଟେକ୍ସନ ଆଇନର ବିଜ୍ଞପ୍ତି ଜାରି କରିଛନ୍ତି। ସେହିଭଳି ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନରୁ ରାଷ୍ଟ୍ରପତି ସ୍ୱୀକୃତି ଦେବାର 2 ବର୍ଷ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବ୍ୟକ୍ତିଗତ ଡାଟାରୁ ବ୍ୟବହୃତ କରିବା ମଧ୍ୟରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ମତି ଆଣିବା, ଡାଟା ଚୋରି ବା ଲିକ୍ ଆଦି ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଣାଇବା ଆଦି କାର୍ଯ୍ୟକୁ କାର୍ଯ୍ୟକ୍ଷମ କରିବା ଲାଗି 18 ମାସ ସମୟ ଲାଗିବ। ସରକାରଙ୍କ ପକ୍ଷରୁ ପୃଥକ୍ ଭାବେ ଜାରି ହୋଇଥିବା ବିଜ୍ଞପ୍ତିରେ ଡାଟା ସୁରକ୍ଷା ବୋର୍ଡରେ 4 ଜଣ ସଦସ୍ୟ ରହିବେ ଏବଂ ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିବ ବୋଲି କୁହାଯାଇଛି। ଡାଟା ଲିକ୍ ବା ଚୋରି ଭଳି ଘଟଣା ଘଟିଲେ ଡାଟା ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ତୁରନ୍ତ ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୂଚନା ଦେବେ। ତଥ୍ୟ ଲିକ୍ର ପ୍ରକାର, ସ୍ଥାନ ଏବଂ ସମୟ ଆଦି ସମ୍ପର୍କରେ ସୂଚନା ଦେବେ। ଡାଟା ଚୋରି ବା ଲିକ୍ ଭଳି ଘଟଣାକୁ ରୋକିବା ପାଇଁ ଯଥେଷ୍ଟ ସୁରକ୍ଷାମୂଳକ ପଦକ୍ଷେପ ନେଇ ନ ଥିଲେ ସଂସ୍ଥାକୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ପରବର୍ତ୍ତୀ ଖବର, ଏହି ଦିନଠାରୁ ଖରିଫ ଧାନ ସଂଗ୍ରହ ଆରମ୍ଭ। ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଦିତ୍ୟ ଗୋଏଲ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଚାଷୀ ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର 12 ବ୍ଲକ ତଥା ବରଗଡ଼, ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ସମୁଦାୟ 210ଟି, ଧାନ ନିୟନ୍ତ୍ରିତ ବଜାର କମିଟିରୁ ସମୁଦାୟ 210ଟି ଧାନ କ୍ରୟ କେନ୍ଦ୍ର ଦ୍ୱାରା ଧାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି। ଗୋଟିଏ ଟୋକନରେ ଅବଧି 30 ଦିନ ପର୍ଯ୍ୟନ୍ତ ରହିବ। ଧାନ ଦେବାର 44ରୁ 48 ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଡିବିଟି ଦ୍ୱାରା ଟଙ୍କା ପଠାଯିବ ବୋଲି ସୂଚନା ଦିଆଯାଇଥିଲା। ପ୍ରତ୍ୟେକ ଆରଏମ୍ସି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଧାନ ସଂଗ୍ରହ ତାରିଖ ତଥା ଅନ୍ୟାନ୍ୟ ବିବରଣୀ ବିଷୟରେ ସଚେତନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଇତିହାସ ରଚିଲେ ମୈଥିଳୀ, କମ୍ ବୟସରେ ଗାୟିକା ପରେ ହେଲେ ବିଧାୟିକା। ପ୍ରସିଦ୍ଧ ଲୋକ ଗାୟିକା ମୈଥିଳୀ ଠାକୁର କମ୍ ବୟସରେ ସଙ୍ଗୀତ ଜଗତରେ ଏକ ଅଲିଭା ଛାପ ଛାଡ଼ିଛନ୍ତି। ତାଙ୍କ ଗୀତର ଚର୍ଚ୍ଚା ଦେଶ ବିଦେଶରେ ହୋଇଥାଏ। ମାତ୍ର 4 ବର୍ଷ ବୟସରୁ ନିଜ ସ୍ୱରର ଯାଦୁ ଦେଖାଇଥିବା ମୈଥିଳୀ ଏବେ ରାଜନୀତିରେ ମଧ୍ୟ ସକ୍ରିୟ ହୋଇଛନ୍ତି। ସେ ସବୁଠାରୁ କମ୍ ବୟସରେ ବିଧାୟିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମାତ୍ର 25 ବର୍ଷ ବୟସରେ ଏବେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି। ରାଜନୀତିରେ ପାଦ ଦେବା ପୂର୍ବରୁ ମୈଥିଳୀ ଠାକୁର ସଙ୍ଗୀତ ଜଗତରେ ନିଜର ଛାପ ଛାଡ଼ିଥିଲେ। 25 ଜୁଲାଇ 2000ରେ ବିହାରରେ ଜନ୍ମଗ୍ରହଣ କରିଥିବା ଏହି ଗାୟିକାଙ୍କୁ ମାତ୍ର 4 ବର୍ଷ ହୋଇଥିଲା। ପ୍ରାରମ୍ଭରେ ସେ ଜାଗରଣ ଏବଂ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ। ପରବର୍ତ୍ତୀ ଖବର, ଆଉ କରିବାକୁ ପଡ଼ିବନି ଆବେଦନ। 60 ବର୍ଷ ହେବା ମାତ୍ରେ ଆକାଉଣ୍ଟକୁ ଆପେ ଆପେ ଆସିବ ପେନସନ ଟଙ୍କା। ବୃଦ୍ଧାଙ୍କ ପାଇଁ ଖୁସି ଖବର ଏଣିକି 60 ବର୍ଷ ପୂରିଗଲେ ଆପେ ଆପେ ଆକାଉଣ୍ଟକୁ ଆସିଯିବ ପେନସନ ଟଙ୍କା। ଏଥିପାଇଁ ଆଉ ବେଶି କଷ୍ଟ କରିବାକୁ ପଡ଼ିବ ନାହିଁ। ଉତ୍ତରପ୍ରଦେଶ ସରକାର ରାଜ୍ୟର ବୃଦ୍ଧଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ସେହିପରି ଏକ ଯୋଜନା ବୃଦ୍ଧଙ୍କ ପାଇଁ ଯାହାଦ୍ୱାରା ସେମାନେ 60 ବର୍ଷ ବୟସରେ ପହଞ୍ଚିବା ପରେ ପେନସନ ପାଇବା ଆରମ୍ଭ କରିବେ। ଏଥିପାଇଁ ବୃଦ୍ଧମାନଙ୍କୁ ଆଉ ପୃଥକ୍ ଭାବରେ ଆବେଦନ କରିବାକୁ ପଡ଼ିବ ନାହିଁ। ଏହି ସୁବିଧା ଏକ ପରିବାର ଏକ ପରିଚୟ ବ୍ୟବସ୍ଥା ଅଧୀନରେ ଯୋଗାଇ ଦିଆଯିବ। ଏହା ସ୍ୱୟଂଚାଳିତ ଭାବରେ ଯୋଗ୍ୟ ନାଗରିକମାନଙ୍କୁ ଚିହ୍ନଟ କରିବ ଏବଂ
ସମ୍ମତି ପରେ ପେନ୍ସନ୍ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ବର୍ତ୍ତମାନ ରାଜ୍ୟର 6.75 ନିୟୁତ ବୃଦ୍ଧ ଏହି ଯୋଜନାରୁ ଉପକୃତ ହେଉଛନ୍ତି। ହେଲେ ପ୍ରକ୍ରିୟା ସମାପ୍ତ କରି ନ ପାରିବା କାରଣରୁ ବହୁ ସଂଖ୍ୟକ ଲୋକ ପେନ୍ସନ୍ରୁ ବାଦ୍ ପଡ଼ିଛନ୍ତି। ନୂତନ ବ୍ୟବସ୍ଥା ପ୍ରଚଳନ ହେବା ସହିତ ଆହୁରି ଅନେକ ବୃଦ୍ଧ ଉପକୃତ ହେବେ। ଉତ୍ତରପ୍ରଦେଶ କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପେନ୍ସନ୍ ଏବେ 60 ବର୍ଷ ବୟସରେ ପହଞ୍ଚିବା ପରେ ସ୍ୱୟଂଚାଳିତ ଭାବରେ ଆରମ୍ଭ ହେବ। ସମାଜ କଲ୍ୟାଣ ବିଭାଗ ପରିବାର ପରିଚୟପତ୍ର ସିଷ୍ଟମ ବ୍ୟବହାର କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବ ଏବଂ SMS, ହ୍ୱାଟ୍ସଆପ୍ କିମ୍ବା କଲ୍ ଭଳି ଡିଜିଟାଲ ମାଧ୍ୟମରେ ସେମାନଙ୍କ ସମ୍ମତି ଗ୍ରହଣ କରିବ। ଯଦି ଡିଜିଟାଲ ଭାବରେ ସମ୍ମତି ଗ୍ରହଣ କରାଯାଇ ନ ଥାଏ ତେବେ ବିଭାଗୀୟ କର୍ମଚାରୀମାନେ ସେମାନଙ୍କ ସହ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରି ସେମାନଙ୍କ ସମ୍ମତି ଗ୍ରହଣ କରିବେ। ଏହି ପ୍ରକ୍ରିୟା ଆବେଦନ କରିବାର ସୁବିଧା ଦୂର କରିବ ଏବଂ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କ ପାଖରେ ସମୟ ମଧ୍ୟରେ ପେନ୍ସନ୍ ପହଞ୍ଚିବା ସୁନିଶ୍ଚିତ କରିବ।